ଯେତେବେଳେ ଅମାରେ ଆଉ ଧାନ ନଥିବ ମୂଷା କ'ଣ କରିବେ? ମୂଷା ତ ଆପେ ଆପେ ପଳେଇବେ। ଅମାରେ ଧାନ ନାହିଁ, ମୂଷା ରହିପାରିବେ କ'ଣ? ଯେତେବେଳେ ପ୍ରବଳ ଧାନ ଥିଲା ମୂଷା ହାଉଜା ହେଉଥିଲେ, ଆଉ ଧାନ ନାହିଁ, ଖାଲି ଅମାରେ ମୂଷା କ'ଣ କରିବେ? ଚିଁ ଚିଁ ଚାଁ ଚାଁ ହେବେ, ତ ସେ ପଳେଇବେ ସ୍ୱାଭାବିକ। ତେଣୁ ଆପେ ଆପେ ଠିକ୍ ହେଇଯିବ। ସେ ଗୋଟେ ତାଙ୍କୁ ମର୍ଯ୍ୟାଦାଜନକ ଗୋଟେ ତାଙ୍କୁ ରାଜ୍ୟସଭାକୁ ପଠାଗଲା। ଆମର ଆପଣମାନେ ମାଧ୍ୟମରେ ମୁଁ ଦେଖିଲି ଗତକାଲି ଆମର ସ୍ପୋକ୍ସ ପର୍ସନ୍ ସବୁ ଡିକ୍ଲେୟାର ହେଇଛନ୍ତି କିଏ କହିବା କଥା କ'ଣ। ଇଏ ଡେଇ ପଡ଼ିକି ଏତେ ବଡ଼ କଥା, କାଲି ପ୍ରବଳ କଥା, ଆଉ ଜଣେ ପ୍ରଭାତ ବିଶ୍ୱାଳଙ୍କୁ ମଧ୍ୟ ଆକ୍ଷେପ କରି କହିଛନ୍ତି ବିଜେପି ଆଡ଼କୁ ଯିବେ, ଇଏ କରି ସିଏ করে, ଏଗୁଡ଼ା ସବୁ ସମୀଚୀନ ନୁହେଁ। ପ୍ରଭାତ ବିଶ୍ୱାଳ ଗୋଟେ ବ୍ୟକ୍ତିତ୍ୱ ଯିଏକି ସ୍ୱାଧୀନ ଜିତିଛନ୍ତି, ଏଇଟା ଛୋଟ କଥା ନୁହେଁ। ଫାଇଟ୍ କରି ସ୍ୱାଧୀନ ଜଣେ ଜିତିଛନ୍ତି, କିନ୍ତୁ ତମେ ତ ବିଜୁ ନବୀନ ପଟ୍ଟନାୟକ ନାଁ ନେଇକି ବିଜୁ ଜନତା ଦଳ ଟିକେଟ୍ ପାଇକି ତା ଦେହରେ ମଧ୍ୟ ହାରିଯାଇଛ। ତ ତାକୁ ଆକ୍ଷେପ କରି ଏତେ କଥା କହିବା, ତେଣୁ ତାଙ୍କ ମୁହଁରେ କୁହାଯାଉଛି କି ସେ ନିଜେ କାହାକୁ ସନ୍ତୁଷ୍ଟ କରିବା ପାଇଁ କହିଛନ୍ତି, ମୁଁ ଜାଣିନି। କିନ୍ତୁ ମୁଁ ତା ଭିତରେ ପଶିବାର ନାହିଁ। ମୋତେ କହିବା କଥା, ମୋତେ ଆକ୍ଷେପ କରିବା କାରଣ ମୁଁ ତ ଆପଣଙ୍କୁ କିଛି ବି କହିନି। ମୁଁ ଢୋଲ ଭିତରେ ମୂଷା କହିଲି, ମୁଁ ମୋର କେଉଁ ଲୋକ ମୋର ସେଠି ଏରିଆରେ ମୋ ନିର୍ବାଚନ ମଣ୍ଡଳୀରେ ମୋତେ କିଏ ବ୍ୟାକ୍ଷ୍ଟାବିଂ କରିଥିବ, ମୁଁ ତାକୁ ଆକ୍ଷେପ କରି କହିଥିବି। ଆପଣ ଭଳିଆ ରାଜ୍ୟସଭା ସଦସ୍ୟ, ଆପଣ ସିନିୟର ଲିଡର, ଆ ଭିତରେ ପଶିବାର ମାନେ କିଛି ନଥାଏ। ହେଲା କଥା। ଦୁଃଖ ପରେ ଦୁଃଖ, ଏଇଟା କ'ଣ ଶୋଭା ପାଉଛି? ସମାଜସ୍କନ୍ଦ ମୁଁ ନିଶ୍ଚିତ ଭାବରେ ଆପଣଙ୍କ ସାଙ୍ଗରେ ନୁହେଁ। ଆପଣ ଯେଉଁଟା କହିଲେ ସମାଜସ୍କନ୍ଦ କେଉଁଥିରେ ନୁହେଁ, ବୟସରେ ନୁହେଁ, ଉଚ୍ଚତାରେ ନୁହେଁ, ବଟ୍ ରାଜନୈତିକ ପରିପକ୍ୱତା ନିଶ୍ଚିତ ଭାବରେ ମୋ ପାଖରେ ଅଛି। ମୁଁ ଏଇଟା କହିପାରିବିନି ଆପଣଙ୍କଠାରୁ ଅଧିକା ଅଛି, କିନ୍ତୁ କମ୍ ମଧ୍ୟ ନାହିଁ। ଆପଣ ଅପରିପକ୍ୱତାର ପରିଚୟ ହେଉଛି ଏଇ ଟାଇପ୍ର ଷ୍ଟେଟମେଣ୍ଟ, କିନ୍ତୁ ପରିପକ୍ୱତାର ଷ୍ଟେଟମେଣ୍ଟ ପରିଚୟ ହେଉଛି ମୋର। ମୁଁ ଅତୀତରେ ଆପଣ ଯେତେ ଥର ମୋ ବିରୁଦ୍ଧରେ ଯାହା କହିଛନ୍ତି ମୁଁ ଉଚ୍ଚ କର୍ତ୍ତୃପକ୍ଷକୁ ଜଣେଇଛି, କିନ୍ତୁ ସବୁବେଳେ ଚୁପ୍ ରହିଛି। ସେଇଟା ହେଉଛି ମୋର ପରିପକ୍ୱତାର ପରିଚୟ, ଏଇଟା ଅପରିପକ୍ୱତା। ଏଇନା ଆପଣ ବିଚାର କରନ୍ତୁ, ମୁଁ ଢୋଲ ଭିତରେ ମୂଷା କହିଲି, ବାହାରକୁ ବାହାରିଲା କିଏ? ମୁଁ ତ କାହା ନାଁ ନେଇନି। ମୁଁ କାହା କଥା କହିନି, ନାଇଁ ମୁଁ ମୁଁ କାହା କଥା କହୁନି। ମୁଁ ଖାଲି ଗୋଟିଏ ପ୍ରଶ୍ନ ପଚାରୁଛି, ମୁଁ ତ ଢୋଲ ଭିତରେ ମୂଷା କହିଥିଲି, ବାହାରକୁ ବାହାରିଲା କିଏ? ନାଇଁ ନାଇଁ ନାଇଁ, ଶୁଣନ୍ତୁ, ଯେଉଁମାନଙ୍କ ନାଁ ନେଇ କହିଲେ ସେମାନେ କ'ଣ ଏତେ ଦୁର୍ବଳ ଯେ ଆଙ୍କୁ ଅସ୍ତ୍ର କରି ତା ମାଧ୍ୟମରେ କୁହା କରାଇବେ, କ'ଣ କରିବେ, ସେଇଟା ନୁହେଁ, ବିଲକୁଲ ନୁହେଁ। ଇଏ ତାଙ୍କ ଆଡ଼ୁ କାହାକୁ ଖୁସି କରିବା ପାଇଁ ହୁଏତ କହିଥାଇ ପାରନ୍ତି। ଦଳ ଏସବୁ ବିଷୟ, ଦଳ ଏସବୁ ଛୋଟ ଛୋଟ କଥାରେ ଦଳ କେବେ ବି ମୁଣ୍ଡ ଖେଳାଇନି। ଆମର ମୁଁ ଆପଣଙ୍କୁ ବାରବାର କହିଛି, ସାରା ଭାରତ ବର୍ଷରେ ସର୍ବାଧିକ ଶୃଙ୍ଖଳିତ ଦଳ ହେଉଛି ଆମ ବିଜୁ ଜନତା ଦଳ, ଆଞ୍ଚଳିକ ଦଳ ହିସାବରେ। ତେଣୁ ଏଇ ଛୋଟ ଛୋଟ କଥାରେ କିଏ କାହାକୁ କ'ଣ ଖୁସି କରିବା ପାଇଁ କହୁଛି, ଭାଇ ଭଗବାନ ଜାଣନ୍ତି। କିନ୍ତୁ ଦଳ କାହିଁ କହିବାକୁ ଯିବେ କଥା? ଦଳ ତାର ଗୁରୁତ୍ୱର ସହ ଚିନ୍ତା କରୁଛି, ଯେ ଆତ୍ମସମୀକ୍ଷା କରୁଛି, ଆମର ଭୁଲ ରହିଲା କେଉଁଠି, ସେ ଭୁଲଟାକୁ ସଜାଡ଼ିକି ଆଗାମୀ ଦିନରେ ପୁଣି ଦଳ ଆଉଥରେ ବୃହତ୍ ମାର୍ଜିନରେ ପୁଣି ଆଉଥରେ ଦଳ ଆସିବ। ସେଥିପାଇଁ ଦଳ ତାର ଯୋଜନା ଚାଲିଛି। ଆମର ଯେତିକି ବାର ପ୍ରତ୍ୟେକ ଦିନ ପ୍ରାୟ ନବୀନ ନିବାସରେ ସିନିୟର ଲିଡର ମାନଙ୍କୁ ଡକା ହେଉଛି, ମିଟିଂ ଚାଲିଛି, ଏସବୁ ଦଳ ଏ ବିଷୟରେ କାହିଁ କାହାକୁ କହିବାକୁ ଯିବ?